হরে রাম কৃষ্ণ শ্যাম নন্দ কন্দ দীন ধর্ম রাজু মধু নাম হরে রাম কৃষ্ণ শ্যাম রাম রাম নন্দ কন্দ দীন ধর্ম রাজু মধু নাম নন্দ দীন ধর্ম রাজু মধু নাম ଏଇରେ କଳ୍କି ମହାମନ୍ତ୍ର କ'ଣ କେମିତି କଳ୍କି ମହାମନ୍ତ୍ର ଷୋଳ ନାମ ହେଲେ ନା ହରେ ରାମ କୃଷ୍ଣ ଶ୍ୟାମ, 4 ପରା ରମା କାମ ଦାମ, 8 ନନ୍ଦ କନ୍ଦ ଦୀନ ଧର୍ମ, 12 ସାଧୁ ମଧୁ ନାମ ବ୍ରହ୍ମ। ଏଇ 16 ନାମ। এই 16 ନାମ ବାଣ୍ଟିବା ପାଇଁ ପ୍ରଭୁ ଆସିଛନ୍ତି କଳ୍କି ଅବତାର ହୋଇ। ଏ କ'ଣ ନାମ ଦାଣ୍ଡରେ ପଡ଼ି ହାତରେ ଗଡ଼ିଲେଣି, କିନ୍ତୁ ଆର ତତ୍ତ୍ୱ କେହି ପାଉନାହାନ୍ତି। ଜାଣିଛନ୍ତି କିଏ ସେ? ଯେଉଁମାନେ ଗହଣ ଦଳରେ ସାମିଲ ଅଛନ୍ତି। ଏ ନାମ, ଏଇ ଯେଉଁ 16 ନାମ, ସେ ଗୋଟିଏ ଅକ୍ଷର। ପ୍ରଭୁଙ୍କର ନାମ ଯାହା ବା ହରିଙ୍କର ନାମ ଯାହା, ଏ 16ଟି ନାମ କ'ଣ ନା ଗୋଟେ ଟଙ୍କାକୁ ସେ ଭଙ୍ଗେଇକି 16 ଅଣା କରିକି ଦେଲେ। ସେ ଯେଉଁ ଗୋଟିଏ ଟଙ୍କା ଯେତେବେଳେ ଭାଙ୍ଗିକି ଦେଲେ ସେ 16ଟି ନାମ ହେଲା। ସେ 16 ନାମ ଯେତେବେଳେ ପୁଣି ମିଶିଗଲେ ସେ ଗୋଟିଏ ଟଙ୍କାରେ ପରିଣତ ହେଲା ବା ଗୋଟିଏ ଅକ୍ଷରରେ ପରିଣତ ହେଲା। ସେ ଅକ୍ଷର କିଏ? ସେ ନା ବ୍ରହ୍ମ ଏକାକ୍ଷର। এই যে 16 নাম ଯୋଉଠି ମିଶିଲେ ସେ ଗୋଟିଏ ଅକ୍ଷର, ସେ ଅକ୍ଷର ଯେତେବେଳେ ମିଶିଲେ ସେ ଗୋଟିଏ ଅକ୍ଷରରେ ପରିଣତ ହେଲେ, ସିଏ ହେଲେ ବ୍ରହ୍ମ ଏକାକ୍ଷର। ବ୍ରହ୍ମ ଯିଏ ସେ ଗୋଟିଏ ଅକ୍ଷର। ବ୍ରହ୍ମ ହେଲେ ଅରୂପ ନିର୍ଗୁଣ। ସିଏ ଯେତେବେଳେ ପ୍ରକାଶିତ ହୁଅନ୍ତି ସେ ଗୋଟିଏ ଅକ୍ଷରରେ ପ୍ରକାଶିତ ହୁଅନ୍ତି। ସେଇ ଏକାକ୍ଷର ତତ୍ତ୍ୱ ପ୍ରଭୁ ଏ ସଂସାରକୁ ଦେଉଛନ୍ତି ଗହଣ ଦଳ ମାଧ୍ୟମରେ। ଆଜକୁ 42-43 ବର୍ଷ ହେଲା ଦେଇ ଚାଲିଛନ୍ତି, କିନ୍ତୁ କେହି ଜାଣନ୍ତି ନାହିଁ। କେହି ତାଙ୍କର 16ଟି ମଣ୍ଡଳରେ ବିଭାଜିତ କରନ୍ତି। 16 ନାମ ଯେମିତି 16ଟି ମଣ୍ଡଳରେ ବିଭକ୍ତ କରୁଛନ୍ତି। ସମସ୍ତେ ଓଡ଼ିଶା ସାରା ଏ ନାମ ପ୍ରଚାର କରୁଛନ୍ତି। ଗଣ ଦଳର এই একাক্ষর তত্ত্ব প্রচার করছেন। আমি নাম তত্ত্ব কথা আলোচনা করছে, একাক্ষর তত্ত্ব আলোচনা কলে বহু সময় লাগিব। তেণুক সে প্রভু যে আসছেন এই একাক্ষর তত্ত্ব বা কল্কি মহামন্ত্র সংসারকে দেই এই সত্য ধর্মকে স্থাপন